ଏଠି ବିଗ୍ରହ ପ୍ରତିଷ୍ଠା ହେଇଥିଲା ଏବଂ 77 ମସିହାରେ ଶ୍ରୀ ବଡ଼ଦା এই জায়গায় আসবি মন্দির প্রতিষ্ঠা করে জুন মাস 16 তারিখ তা পূর্বରୁ ବି ଆସିଥିଲେ ଓ ଆମମାନେ ଭାଗ୍ୟବାନ সেই সুযোগ পাইছে কিন্তু এই বিগ্রহକୁ ଆମର যে বিগ্রহ বিজୟ ଭାଇ ଆଉ ଆମର ବିଷ୍ଣୁ ଭାଇ ଚନ୍ଦନ ଭାଇ এই ତିନିଟା ବିଗ୍ରହ ଦେଇଥିଲେ ପରମ ପିତା ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ମଙ୍ଗଳ ଶାନ୍ତି ସୃଷ୍ଟି କରନ୍ତୁ ଯୋଉଟା ରୋଗ ଭାଇ କହିଲେ ଯୋଉଟା କି ଆଚାର୍ଯ୍ୟ ଦେବ କହୁଛନ୍ତି ଏବଂ ଯାଇଥିଲେ ଢେଙ୍କାନାଳରୁ ବିଭିନ୍ନ ଆଡୁ ଏବଂ ଏବେ ଜଣେ ଆମର ରେମୁଣାରୁ ଜଣେ ଭାଇନା ଯାଇଥିଲେ କହିଲେ ସବୁ ଭୋଗରାଗ ଜିନିଷ ଦେଲେ ସବୁ ଆଣିଲ ସବୁ ଖୁସି କିନ୍ତୁ ମୋର ଠାକୁର ଚାହୁଁଛନ୍ତି ଏବଂ ସେ ଡିଭୁଆର ଯଦି ଡିଭୁଆର କଲା ଲୋକଙ୍କର ସୁଖ ଦୁଃଖରେ ଭାଗି ହେଲା ତାହେଲେ ସେଥିରେ ଠାକୁର ଖୁସି ମୁଁ ବି ଖୁସି ଆଚାର୍ଯ୍ୟ ଦେବ ଏମିତି ସମସ୍ୟା ଭିତରେ ସମାଧାନ ପାଇଁ କହୁଛନ୍ତି ଡିଭୁଆର ଏବେ ଗୋଟେ ନୂଆ କ୍ରିଏଟ ହେଇଛି ଏବେ ଆମର ଭୁବନେଶ୍ୱରର ପିଲାମାନେ 10-12 ଦିନ ହେଲା ବସିକି କରୁଛନ୍ତି 3 ଲକ୍ଷ ମାନେ ପ୍ରତି ଗାଁର ଲୋକେସନ ଅନୁସାରେ ସେଟା ଇଏ କରାହଉଛି ମାନେ ଲାଗିବା କରିବା ଏବଂ ସେଇ ଗାଁରେ ଯୋଉ ଗୁରୁ ଭାଇ ଅଛି ଜଣେ ଋତିକ ଜିଲ୍ଲା ସାରା 2 ଲକ୍ଷ କେତେ ଦୀକ୍ଷା ଯାଇ ବୁଲି ପାରିବନି ସେଇ ଗାଁର ପ୍ରତ୍ୟେକ କେତେ ଆକ୍ଟିଭ ହବା ପ୍ରତ୍ୟେକ ଯେମିତି ସେଇ ଆଚାର୍ଯ୍ୟକୁ ଖୁସି କରିବା ଚାଲିଲେ ଭାଗ୍ୟ ଚାଲେ ସେ ଡିଭୁଆର କଲା ମାନେ ସେ ମନ ବି ନିର୍ମଳ ରହିବ କଥା ବି ହବ ଆଚାର୍ଯ୍ୟ ଦେବ ଅଭିନ୍ତା ଆମମାନଙ୍କୁ ଯୋଉ କହୁଛନ୍ତି ଆଜି ଏଇ ଠାକୁରଙ୍କର ସେଇ ବିଗ୍ରହ ପ୍ରତିଷ୍ଠା ଇଏରେ ଆମେ ସମେତ ଲାଗିବା ତାର ଭୋଗରାଗ ତାର ଦାୟୀ ଦାୟିତ୍ୱ ତାର ମେଣ୍ଟେନାନ୍ସ ଯେମିତି ଅତୁଣି ପ୍ରତ୍ୟେକ ଯେମିତି ଆମେ ସଫା କରିବା ଯୋଉଟା ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ଅନ୍ତତଃ ପକ୍ଷେ ସମସ୍ତେ ଏଇ ବିଭିନ୍ନ ଆମର ଉପଯୋଜନା କେନ୍ଦ୍ର ମାଧ୍ୟମରେ ପ୍ରେୟାରକୁ ଆସିବା ଯଦି ଅତ୍ୟନ୍ତ ବୟସ୍କ ଲୋକ କି ସକାଳେ ପ୍ରେୟାରକୁ ଆସିପାରୁନି ସେ ସନ୍ଧ୍ୟାବେଳେ ପ୍ରେୟାରକୁ ଆସିବ ଏବଂ ଯୋଉଠି ବି ଯାଉ ଠାକୁରଙ୍କ ବିଗ୍ରହ ରଖାଯାଉଛି ସତ୍ସଙ୍ଗ ହଉଛି ତାମାନେ ଆମେ ଦେଖୁଛେ କହୁଛେ କଣ ଠାକୁର କହିଛନ୍ତି ବିଭିନ୍ନ ଜାଗାରେ ଠାକୁର ସତ୍ସଙ୍ଗରେ ସେ ନିଜେ ଉପସ୍ଥିତ ଥାନ୍ତି ତାଙ୍କ ଶୋଷରେ ସେ ଠାକୁରଙ୍କର ଯେତେବେଳେ ବିଗ୍ରହ ଭୋଗ ରଖା ଦିଆଯାଏ ସେଠି ସତ୍ୟାନ୍ଷଣ ନାରାୟଣ ନୀତି ବହିଟାକୁ ଅଲଗା ଯାଇ ରଖିବେ ଠାକୁର କେହି ଟଚ୍ କରିବେନି ଯେତେବେଳେ ଭୋଗ ସରିଲା ପ୍ରାର୍ଥନା ଆରମ୍ଭ ହେଲା ସେ 1.5 ଘଣ୍ଟା ସେ ଆସ୍ଥାନକୁ କେହି ଟଚ୍ କରିବେନି କାରଣ ଠାକୁର ସବୁ ସେଠି ଉପସ୍ଥିତ ତାପରେ ଯେମିତି ଆମର ଦୁର୍ଗା ପୂଜା ଦେଖନ୍ତୁ ଏଠି ପୂଜାରେ ଯେମିତି କରାଯାଏ ଏବଂ ଆମମାନେ ସମସ୍ତେ ସେଇଟାକୁ ଲକ୍ଷ୍ୟ କରିବା ସମସ୍ତେ ସେଇଟାକୁ ଇଏ କରିବା ଏବଂ ଆମମାନଙ୍କର ଉଦ୍ଦେଶ୍ୟ ଏକମାତ୍ର ତାଙ୍କୁ ଖୁସି କରିବା ଏବଂ ଡିଭୁଆରଙ୍କ ପାଇଁ ଆମର ନିରଞ୍ଜନ ଭାଇ ଏବଂ ଅନ୍ୟମାନେ ପିଲାମାନଙ୍କୁ ନେଇକରି ସେ ତାମାନେ ଇଏ କରାଯାଉ ଏବଂ ସେ ବିଭିନ୍ନ ଲୋକେସନରେ ବାହାର କରାଯାଉ ଏବଂ ଆହୁରି ଯେମିତି ସେ ଡିଭୁଆରଙ୍କୁ ଯୋଉଟା ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ଦୟାକରି ସେ ଓଡ଼ିଶା ଏବଂ ଭୁବନେଶ୍ୱର ଏବଂ ଜଗତସିଂହପୁରରେ ବହୁତ ଖୁସି ହେଇଗଲେ ଏବଂ 10% ଅଧିକା ହେଇଥିଲା ବୋଲି ସେ ବି ଚାହୁଁଛନ୍ତି ଯେ ଯେମିତି 40% ଯାଇ ଆମମାନେ ଆଗେଇ ପାରିବା ଏବଂ ଆମମାନେ ସମସ୍ତେ ସେ ପରମ ପିତାଙ୍କୁ ନେଇକରି ତାଙ୍କ ଉପରେ ଭରସା ରଖି ଯୋଉଟାକି ରଘୁ ଭାଇ କହିଲେ ସେ ବିଶ୍ୱାସ ରଖି ଯୋଉଟାକି ସତ୍ୟବାନ ଭାଇ କହିଲେ ଅନି ଭାଇ କହିଲେ ଯେ କି ଯଦି କର୍ମୀମାନେ ଆସିବା ଏବଂ ପରସ୍ପରକୁ ସେ ଭଲ ପାଇବା ପରସ୍ପରକୁ ନେଇ ଚାଲିବା ପରମ ପିତା ପାଖରେ ପ୍ରାର୍ଥନା କରୁଛି ଯୋଉଟାକି ଯେ ଆଚାର୍ଯ୍ୟ ଦେବ କହିଦେଲେ ଭୋଗ ଅନ୍ତତଃ ପକ୍ଷେ ଏବଂ ଯିଏ ଦେବେ ଏବେ ସେଟାକି ଅଭିନ୍ନ ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ଯଦି 365 ଦିନରେ ସେ 1,500 ଲେଖା ଆମର ଏଠି କରାଯାଇଛି ଯଦି ଦିନକୁ 2-2ଟା ଭୋଗ ପାଇଁ ଆମର ଇଏ ହୁଅନ୍ତି ତା ଭିତରେ କିଏ ରହିଗଲା କିଏ ହେଲା ଆମେ ସବୁ କାମ କରିବା ସବୁ ମୂଳରେ ଯିଏ ବି ସତ୍ସଙ୍ଗ କରୁଛି ସେ ଠାକୁରଙ୍କ ପାଖରେ କିଛି ଭୋଗ ଇଏ ଦେବା ଦରକାର ଏବଂ ଆମର ଯୋଉ ଇଏ ରହୁଥିଲା ବୋଲି 200 ଟଙ୍କା ଯୋଉ ଭାଇମାନେ ବି କହିଥିଲେ ଦବା ଏବଂ ଡିଭୁଆରଙ୍କ ମାନେ ସେ ଇଷ୍ଟବୃତ୍ତି ଯିଏ ରେଗୁଲାର କଲା ଆଚାର୍ଯ୍ୟ ଦେବ ଏଇଠି କହିଲେ ଶୈଳୀ କଣ କହିଛନ୍ତି ଆମେ ସମସ୍ତେ ଲାଗିକି କରିବା ଏବଂ ଏକ ସାଙ୍ଗରେ ଘନ ଭାଇ ଜୟରାଜ କରିବେ ଏବଂ ଗୋପାଳ ଭାଇ ଧ୍ୱନି ଦେବେ ଏବଂ ଆଜି ଆମେ ସମସ୍ତେ ଚାଲିବା ଫେରେ ଆଗାମୀ ଆମର ଯେ କି ଅନ୍ନ ଭୋଗ ଦିନ ବି ଅଛି ଫେରେ ଆମମାନଙ୍କର ଯୋଉ ଶ୍ରୀ ବଡ଼ଦା ଆସିଥିଲେ ଏବଂ ସେଇ ଜୁନ ମାସରେ ଅଛି ଏବଂ ସମସ୍ତେ ପରମ ପିତାଙ୍କୁ ନେଇକରି ଶୁଭ ସନ୍ଧ୍ୟା ଆନନ୍ଦ ଚାଲିବା ଜୟ ଗୁରୁ।